ଏବେ ବି ସାମ୍ନାକୁ ଆସିଲା ବଡ଼ ଖବର। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି, 2ରୁ 3 ଡିଗ୍ରୀ ଯାଏ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା। ରାଜ୍ୟରେ ଆସନ୍ତା କିଛି ଦିନ ଧରି ଗ୍ରୀଷ୍ମ ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 6 ତାରିଖ ସୁଦ୍ଧା ତାପମାତ୍ରା 2ରୁ 3 ଡିଗ୍ରୀ ଯାଏ ବୃଦ୍ଧି ପାଇବ ଏବଂ ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖିବା ପୂର୍ବରୁ ଗୋଟେ କଥା କହିବି, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଯାଇ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଲାଟେଷ୍ଟ ଖବର ଆସିବ ପହଞ୍ଚିପାରିବ ଆପଣମାନଙ୍କ ପାଖରେ। ଆଉ ଲେଟ୍ କରିବାନି, ଯିବା। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି, 2ରୁ 3 ଡିଗ୍ରୀ ଯାଏ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା। ଆସନ୍ତା 6 ତାରିଖ ସୁଦ୍ଧା ତାପମାତ୍ରା 2ରୁ 3 ଡିଗ୍ରୀ ବୃଦ୍ଧି ପାଇବ ଏବଂ ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ବୋଲି ଅନୁମାନ କରାଯାଇଛି। ବୁଧବାର 40 ଡିଗ୍ରୀ ଉପରେ ରାଜ୍ୟର 10 ସହର ତାପମାତ୍ରା ରେକର୍ଡ କରାଯାଇଛି। 41.8 ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ପତ୍ତ ସହର ପାଲଟିଛି। ଏହା ପଛକୁ ମାଲକାନଗିରି 41.6, ତିତିଲାଗଡ଼ ବଲାଙ୍ଗୀର 41.5 ଡିଗ୍ରୀ, ଅନୁଗୁଳ 41.3, ଭବାନୀପାଟଣା 41, ଝାରସୁଗୁଡ଼ା 41.8 ଡିଗ୍ରୀ, ନୟାଗଡ଼ 41.6, ସମ୍ବଲପୁର ଏବଂ ତାଲଚେର 40.4 ଡିଗ୍ରୀ ଥିବା ତାପମାତ୍ରା ରେକର୍ଡ କରାଯାଇଛି। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ତାପମାତ୍ରା ବଢ଼ିବା ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲିଠାରୁ 10ଟି ଜିଲ୍ଲାରେ ଅଧିକ ଗରମ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳିଗୁଳି ଅନୁଭୂତ ହେବ। ସମସ୍ତଙ୍କୁ କୁହାଯାଉଛି କି ଯଦି ଆପଣ ବାହାରକୁ ବାହାରୁଛନ୍ତି, ହାତରେ ପାଣି ବୋତଲ, ଛତା ନେଇ ଯିବାକୁ ଭୁଲନ୍ତୁନି, କାରଣ ଅଂଶୁଘାତରେ ଲୋକମାନଙ୍କର ଜୀବନ ଯାଉଛି। ନିଜେ ସତର୍କ ରୁହନ୍ତୁ, ଅନ୍ୟକୁ ସତର୍କ କରାନ୍ତୁ। ଘରୁ ବାହାରିବା ପୂର୍ବରୁ ଓଦା ଗାମୁଛା କରି ମୁଣ୍ଡରେ ପକାନ୍ତୁ, ଛତା ହାତରେ ନିଅନ୍ତୁ, ପାଣି ବୋତଲ ନେବା ପାଇଁ ଭୁଲନ୍ତୁ ନାହିଁ।